ଯମର ଭଗ୍ନି ସେଇ ସାତ ଯଜ୍ଞୀମାନଙ୍କର ସେ ମତ, ସେ ପୁଣି ମାୟା ଲଗାଇବେ ସଂସାର ଜନେ ଭୋଳ ହେବେ। କୁହୁକ ଘଟିବ ସଂସାରେ ରାତ୍ର ଦିବସ ଏକାକାରେ, ପ୍ରାଣୀଏ ଜାଣି ନ ପାରିବେ ମାୟାରେ ସମସ୍ତେ ଧାଇଁବେ। ସମସ୍ତେ ହୋଇ ଏକ ମେଳ ଅସ୍ତ୍ର ଶସ୍ତ୍ର ଯେ ଧରି କର, ମହାନବମୀ ଅନୁକୂଳ ରାତ୍ରରେ ଉଠିବ କନ୍ଦଳ। ଆମ୍ଭେ ଯେ ସେଠାରେ ମିଳିବୁ ମ୍ଲେଚ୍ଛମାନଙ୍କୁ ସଂହାରିବୁ। ମକର ମାସ ଦଶମୀ ଲଗ୍ନରେ ଦୁଇ ଭାଇ ପ୍ରଭୁଙ୍କ ଆଜ୍ଞା ପାଇ ରଣଭୂମିକୁ ଯିବେ ଓ ଲକ୍ଷେ ସୈନ୍ୟଙ୍କୁ ବିନାଶ କରିବେ। ଏହି ଦିନଠାରୁ ସତ୍ୟଯୁଗ ଆରମ୍ଭ ହେବ ଓ ଲୀଳା ଶେଷରେ ସମ୍ପୂର୍ଣ୍ଣ ସତ୍ୟଯୁଗ ପ୍ରକାଶ ହେବ। କଳ୍କି ଲୀଳାର ଯୁଦ୍ଧ ବିବରଣୀ ସବୁ ପଞ୍ଚସଖାମାନେ ପ୍ରାଞ୍ଜଳ ଭାବରେ ଦେଇଛନ୍ତି। ଶେଷ ଯୁଦ୍ଧ ହୋଇ ଯବନମାନଙ୍କ ବିନାଶ ଭିତରେ ଦୁଇ ଗୋଟି ବିଷୟ ସମସ୍ତଙ୍କ ଦୃଷ୍ଟି ନିଶ୍ଚିତ ଭାବରେ ଆକର୍ଷଣ କରିଥିବ। ତାହା ହେଲା ଯବନମାନଙ୍କ ପୁରୀ ଆକ୍ରମଣ, ରୁଷିଆର ଦାରୁମୂର୍ତ୍ତିଙ୍କୁ ନେଇ ପଳାୟନ ଓ ଛତିଆ ବଟ 7 ଦିନ ପାଇଁ ଶ୍ରୀକ୍ଷେତ୍ର ହେବା। ଅନ୍ୟ ବିଷୟକୁ ବାଦ ଦେଇ କେବଳ ଏହି ଦୁଇ ଗୋଟି ବିଷୟ ଉପରେ ତଥ୍ୟ ଦେବା ଉଚିତ। ଚୀନ ସୈନ୍ୟ ଓ ଦମନ ମାନେ ଓଡ଼ିଶା ଆକ୍ରମଣ ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିବାକୁ ଆସିବେ। ଶ୍ରୀକ୍ଷେତ୍ର ବର ନିକଟ ଖଣ୍ଡଗିରି ଉଦୟଭଟ୍ଟ, ସେହିଠାରେ ସୈନ୍ୟ ତାର ରଖିବ ନେଇ। କହିଲୁ ମୁଁ ଏହି ତଥ୍ୟ କହି ନ ପାରିଲେ ଅନ୍ତ, ମାରକଣ୍ଡଙ୍କୁ ତଦନ୍ତ ଜଣା ପଡ଼ାଇ। ଶୁଣିଥାଉ ଆମ୍ଭ ମୁଖରୁ ପଞ୍ଚକ୍ଷଣୀ ସୈନ୍ୟ ଆସିଛି ନା ଦେଶରୁ। ପଞ୍ଚଶାଖା ଭୀମ ଭୋଇ ଓ ଅନ୍ୟ ଭକ୍ତ କବିମାନେ ଯବନମାନଙ୍କ ପୁରୀ ଆକ୍ରମଣ ଓ ଛତିଆ ଲୀଳା ବିଷୟରେ ଲେଖିଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ବର୍ଣ୍ଣନା ମହାତ୍ମ ଯଶୋମନ୍ତ ଦାସ ତାଙ୍କ ନିଘାତ ନିଘଣ୍ଟରେ ଦେଇଛନ୍ତି, ଯାହା